ଆପଣ IRTC ଆକାଉଣ୍ଟ ଓପନ୍ କରନ୍ତୁ। ଆପଣ ସେଥିରେ ଲଗ୍ଇନ୍ କରନ୍ତୁ। ଲଗ୍ଇନ୍ କଲା ପରେ ଆପଣଙ୍କ ଏମ୍ପିନ୍ କ୍ୟାଚଅପ୍ ଦେଇ ତାକୁ ଲଗ୍ଇନ୍ କରନ୍ତୁ। ଲଗ୍ଇନ୍ କରିସାରିଲା ପରେ ଆପଣ ଭେରିଫାଇ ୟୁଜରରେ କ୍ଲିକ୍ ହେଇଯିବେ। ତାପରେ ଟ୍ରେନ୍ ଅଛି, ବୁକିଂ ଟ୍ରେନ୍ରେ ଓକେ କରନ୍ତୁ। ତାପରେ ଆପଣ ଯେଉଁ ଷ୍ଟେସନକୁ ଯିବା ପାଇଁ ଚାହୁଁଛନ୍ତି ଆପଣ ଷ୍ଟେସନଟି ଟାଇପ୍ କରନ୍ତୁ। ବର୍ତ୍ତମାନ ମୁଁ ଖଡ଼ଗପୁର ସିକନ୍ଦରାବାଦ ଯିବା ପାଇଁ ଚାହୁଁଛି। ତାପରେ ଆପଣଙ୍କ ଡେଟ୍ ଅଛି, ଆପଣ ଡେଟ୍ଟି ସିଲେକ୍ଟ କରନ୍ତୁ। ତାପରେ ସର୍ଚ୍ଚ ବାର୍ରେ ଓକେ କରନ୍ତୁ। ବର୍ତ୍ତମାନ ଆମେ ଫାଲୁକନାମାରେ ଯିବା ପାଇଁ ଚାହୁଁଛେ, ତେଣୁ ଆମେ ଶିଳ୍ପରେ ଦେଖିପାରୁଥିବା RSC 14, ତେଣୁ ଆମେ ଥାର୍ଡ଼ ଏସିରେ ବୁକିଂ କରିବା ପାଇଁ ଚାହୁଁଛେ। ତେଣୁ ଆମେ ଥାର୍ଡ଼ ଏସିରେ କ୍ଲିକ୍ କଲା ପରେ ଆପଣଙ୍କର 126ଟି ଟିକଟ ଅଛି। ଆପଣଙ୍କ ବୋର୍ଡିଂ ପଏଣ୍ଟଟି ଚେଞ୍ଜ କରନ୍ତୁ। ତାପରେ ଆପଣଙ୍କ ନାଁଟି ଏଡ୍ କରନ୍ତୁ। ଆପଣଙ୍କ ନାଁଟି ବରାବର ଭାବରେ ଯେଉଁ ଆଧାର କାର୍ଡ଼ରେ ଯେଉଁ ହିସାବରେ ଥିବ ଆପଣ ସେହି ହିସାବରେ ନାଁଟି ଏଡ୍ କରନ୍ତୁ। ନାଁଟି ଏଡ୍ କରିସାରିଲା ପରେ ଆପଣଙ୍କ ଏଜ୍ଟି ଏଡ୍ କରନ୍ତୁ। ଆପଣଙ୍କ ଏଜ୍ ଏଡ୍ କରିସାରିଲା ପରେ ଆପଣ ମେଲ୍ କି ଫିମେଲ୍ ଆପଣ ଟାଇପ୍ କରନ୍ତୁ। ଆପଣଙ୍କ ଇଣ୍ଡିଆନ୍ ରହିବା ପାଇଁ ଦେବେ। ତାପରେ ବାର୍ଥ ପ୍ରିଫରେନ୍ସ ଆପଣ ଲୟାର କି ମିଡ଼ିଲ୍ ଆପଣ ଯେଇଟା ଚୁଜ୍ କରିବେ ଆପଣ ନେଇପାରିବେ। ତାପରେ ଆପଣଙ୍କ ଏଡ୍ ପ୍ୟାସେଞ୍ଜର ଓକେ କରନ୍ତୁ। ତାପରେ ଏଡ୍ ନ୍ୟୁ ପ୍ୟାସେଞ୍ଜରରେ କ୍ଲିକ୍ କରିକି ଆପଣ ନେଇପାରିବେ। ତାପରେ ଏଡିଟ୍ରେ ଯାଇ ଆପଣ ମୋବାଇଲ୍ ନମ୍ବରଟି ଏଡିଟ୍ କରିପାରିବେ। ତାପରେ ଆମେ ପେମେଣ୍ଟ ମୋଡ଼କୁ ଆସିବୁ। ଆମେ ଭୀମ୍ UPIରେ ଆମେ ପେମେଣ୍ଟ କରିବା ପାଇଁ ଚାହୁଁଛେ, ସେଥିରେ ଆମେ କ୍ଲିକ୍ କରିବୁ। କ୍ଲିକ୍ କରିସାରିଲା ପରେ ଆମେ କ୍ୟାଚଅପ୍ରେ ଦେବୁ। କ୍ୟାଚଅପ୍ଟି ଯେଉଁ ହିସାବରେ ଲେଖା ଅଛି ହିସାବରେ ଗଲେ ପେ ପ୍ରୋସିଡ଼ରେ କରିବୁ। ପେ ପ୍ରୋସିଡ଼ କରିସାରିଲା ପରେ ଆମେ ଫୋନ୍ପେରେ ଓକେ କରିବୁ। ଫୋନ୍ପେରେ ଓକେ କଲା ପରେ ଆମେ ପେରେ ଦେବୁ। ଆପଣଙ୍କ ଫୋନ୍ପେକୁ ଏକ ମେସେଜ୍ ଆସିବ, ଆପଣ ଟ୍ରାଞ୍ଜାକ୍ସନ୍ ଟୁ ଭେରିଫାଏ।